ତାଳରେ ବହୁତ ଲୋକ ବହୁତ କିଛି ଜିନିଷ ବନାନ୍ତି କି ଯେମିତିକି ତାଳ କାକେରା, ତାଳ ପୋଡ଼ପିଠା, ତାଳ ଚକୁଳି ବଟ୍ ମୁଁ ଆଜି ବନେଇବାକୁ ଯାଉଛି ତାଳ ପୋଡ଼ପିଠା। କେମିତି କ'ଣ ବନା ହୁଏ ଆସନ୍ତୁ ଦେଖିବା। ଏଠି ତାଳ ନିଆ ହେଇଛି, ଗୋଟେ ତାଳ ହିଁ କାଫି ଯେତିକି ଆମର କରାଯିବ। ତ ସେଥିପାଇଁ ତାଳରେ ତିନିଟା ଏମିତି ପିସ୍ ବାହାରେ, ତିନିଟା ମଞ୍ଜି ଟାଇପ୍ର ବାହାରେ। ତ ଏଇଟା ଗୋଟା ତାଳଟା ମୁଁ ତାକୁ ଏମିତି ବାହାର କରିଦେଇଛି ବୋଲି ତିନିଟା ଦେଖାଯାଉଛି। ତ ତାଳକୁ ବହୁତ ଲୋକ ବହୁତ ପ୍ରକାରରେ କିଛି କରନ୍ତି, ବଟ୍ ତାଳ ପୋଡ଼ ପିଠା କେମିତି କରାଯାଏ ଆଜି ମୁଁ ଆପଣଙ୍କୁ ବତେଇବି। ତାଳରେ ଯେଉଁ ଉପର ଚୋପା ଗୁଡ଼ା ଥାଏ ତାକୁ ଆଗେ ବହୁତ କେୟାରଫୁଲି ଛଡ଼େଇବାକୁ ପଡ଼େ। ସେଥିପାଇଁ ଏଠି ବୋଉ ଦେଖନ୍ତୁ ବସିଛି ସେଇଗୁଡ଼ାକୁ ଛଡ଼େଇବା ପାଇଁ। ତ ଏଇଗୁଡ଼ା ଯେଉଁ କଳା କଳା ଚୋପା ଦେଖାଯାଉଛି ନା, ଇଏ ବହୁତ ହି ପୁରା ସାର୍ପ ହେଇଥାଏ, ହାତ ବି କଟି ଯାଇପାରେ। ତ ଯେତେବେଳେ ବି ଆକୁ ଛଡ଼େଇବେ ବହୁତ କେୟାରଫୁଲି ଆକୁ ଛଡ଼େଇବେ। ଦେଖନ୍ତୁ ବୋଉ ଆକୁ ସବୁ ଭଲସେ ପୁରା ସଫା କରିଦେଉଛି। ତାପରେ କ'ଣ କରିବେ ନା, ତିନିଟା ଯେଉଁ ପିସ୍ ଅଛି ତାକୁ ଅଲଗା ଅଲଗା କରିଦେବେ, ତାକି ଚକୁଡ଼ିକି ତା ରସ ବାହାର କରିବା ପାଇଁ ନା ଆପଣଙ୍କୁ ବହୁତ ହି ସୁବିଧା ହେବ। ସେଥିପାଇଁ କ'ଣ କରିବେ ନା, ଚୋପା ବାହାର କରିସାରିଲା ପରେ ତାକୁ ଏମିତି ଚକୁଡ଼ିବେ, ଗୋଟା 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 ବୋଉ ଅଲଗା ଅଲଗା କରିକି ତିନିଟା ପିସ୍ ରଖିଦେଇଛି ମଞ୍ଜିକୁ। ତ ଗୋଟେ ତାଳ ଆଣିକି, ମାନେ ସେ ଯେଉଁ ତିନିଟାରୁ ଗୋଟେ ଆଣିକି ବୋଉ ଆଗେ ଟିକେ ଟିକେ ପାଣି ଛିଞ୍ଚିକି ତାକୁ ତା ରସ ବାହାର କରୁଛି। ଦେଖନ୍ତୁ ଏଠି ଗୋଟେ ତାଳରେ ହିଁ, ମାନେ ଗୋଟେ ମଞ୍ଜିରେ ହିଁ ଏତିକି ବାହାରିଲା ତା ରସ। ତ ଭାବନ୍ତୁ ଆହୁରି ଦୁଇଟାରେ କେତେ ବାହାରିବ। ଏଇଟା ଯେତେ ଆପଣ ପାଣି ପକେଇକି ତାକୁ ଚକୁଡ଼ିବେ ତା ରସ ବହୁତ ହି ବାହାରେ। ଏଠି ଦେଖନ୍ତୁ ଆହୁରି ଦୁଇଟା ଅଛି। ତାପରେ ଏଠି ଚାଉଳ ଭେଦେଇକି ରଖିଥିବେ, ଆପଣ ମେଜରମେଣ୍ଟ କରିକି ନେଇଥିବେ ଯେତିକି ଚାଉଳ। ତ ଚାଉଳ ସହିତ ଚାଉଳକୁ ଯେତେବେଳେ ବାଟିବେ ତା ସହିତ ଏ ରସକୁ ବି ମିଶେଇକି ବାଟିବେ, ତାକି ଭଲସେ ପୁରା ମିକ୍ସ ହେଇଯିବ ତାଳ ସହିତ ଚାଉଳଟା। ଦେଖନ୍ତୁ ଏଠି ପୁରା ୟେଲୋଇସ୍ କଲର୍ ଆସିଯାଇଛି, ବହୁତ ହି ସୁନ୍ଦର ଦେଖାଯାଉଛି ତା ଆଣଟା। ଏମିତି କରିକି ଯେତିକି ତାଳ ଆଉ ଚାଉଳ ଥିବ, ଆପଣଙ୍କର ଯେତିକି ରସ ବାହାର କରିଥିବେ ଆଉ ଚାଉଳ ସବୁ ଯାକ ବାଟିକି ଫାଷ୍ଟ ଗୋଟେ ଜାଗାରେ ବାହାର କରିଦେବେ। ଦେଖନ୍ତୁ ଏମିତି ବାହାରି ଯାଇଛି। ତାପରେ କ'ଣ କରିବେ ନା, ସ୍ୱାଦ ଅନୁସାରେ ଚିନି, ଲୁଣ ପକେଇଦେବେ। ଲୁଣ ଟିକେ ସ୍ୱାଦ ଅନୁସାରେ ପକେଇବେ। ଏଠି ମୁଁ ଟିକେ ଶିରା ପକା ହେଇଛି। ଏଥିରେ ଶିରା ପକା ହେଇଛି। ତ ଆପଣ ଚାହିଁଲେ ସ୍ୱାଦ ଅନୁସାରେ ଚିନି, ଯେହେତୁ ଶିରା ଥିଲା ଶିରା ପକେଇଦେଲେ। ତ ତାପରେ କ'ଣ କରିବେ ନା, ଗୋଟେ କଢ଼େଇରେ ଆପଣ କ'ଣ କରିବେ ନା, ଆକୁ ଟିକେ ଜନ୍ତିବେ ଫାଷ୍ଟ। ଆମର ଚୁଲିରେ କରାହେଉଛି, ଆପଣ ଗ୍ୟାସ୍ରେ ବି କରିପାରିବେ। ଆକୁ ଭଲସେ ପୁରା ଜନ୍ତି ଦେବେ, ତାକି କାରଣ ଆପଣ ସେମିତି କଞ୍ଚା ବି କରିପାରିବେ କଞ୍ଚା ଆଣରେ, କିନ୍ତୁ ଜନ୍ତି ଦେଲେ କ'ଣ ନା, ପୁରା ଯେତେବେଳେ ପିଠାଟା ବାହାରିବ ନା, ପୋଡ଼ ପିଠାଟା ବଢ଼ିଆ ପିସ୍ ପିସ୍ ହେଇକି ବାହାରିବ। ଆଉ ଜନ୍ତି ଦେଲେ କ'ଣ ହୁଏ ନା, ବହୁତ ଜଲ୍ଦି ପିଠାଟା ସିଝିଯାଏ। ଆଉ ଏଠି ତାପରେ କ'ଣ କରିବେ ନା, ଗୁଜୁରାତି ନେଇଯିବେ କିଛିଟା। ଗୁଜୁରାତି ପକେଇଲେ ତା ଦେହରେ ବାସେ। ଏଥିରେ କାଜୁ କିସମିସ୍ ଆପଣ ପକେଇ ପାରିବେ। ତାପରେ କ'ଣ କରିବେ ନା, ସେ ଯେଉଁ ଗୁଜୁରାତି ଗୁଣ୍ଡକୁ ରଖିଥିବେ ତାକୁ ବି ପକେଇବେ, ବଟ୍ ଏବେ ନୁହଁ। କିନ୍ତୁ ତେଜପତ୍ର ପକେଇ ପାରିବେ ଆ ଦେହରେ ଆପଣ। କାଜୁ କିସମିସ୍ ତେଜପତ୍ର ସବୁ ପକେଇକି ପୁରା ଆଣଟାକୁ ଏଇଭଳିଆ କନସିଷ୍ଟେନ୍ସି ହେଲା ପର୍ଯ୍ୟନ୍ତ ପୁରା ଆକୁ ଚଲଉଥିବେ। ପାଣି ଆ ଦେହରେ ବିଲକୁଲ ବି ମାନେ ଦିଆହେବନି, କାହିଁକି ନା ତାଳଟା ଏମିତିରେ ବି ବହୁତ ପାଣି ଥାଏ ତା ଦେହରେ ନା। ସେଥିପାଇଁ ଏଟାକୁ ପୁରା ଜନ୍ତି ଦେଲେ କାଠୁଆ କାଠୁଆ ହେଇଯାଏ ଆଉ ବହୁତ ଜଲ୍ଦି ପିଠାଟା ସିଝିଯାଏ। ସେଥିପାଇଁ ଆକୁ ଟିକେ ଫାଷ୍ଟ ଜନ୍ତି ଦିଅନ୍ତି। ଦେଖନ୍ତୁ ପୁରା ରେଡ଼ି ହେଇଯାଇଛି ଆଣ। ଏଠି କନସିଷ୍ଟେନ୍ସି ବି ପୁରା ଠିକ୍ ହେଇଛି ପିଠା ହେବା ପାଇଁ। ଏଠି କଢ଼େଇରେ କ'ଣ କରିବେ ନା, ତଳେ କଦଳୀ ପତ୍ର କିଛି ଦେଇଦେବେ। ମୁଁ ଏଠି ଗୋଟେ ହଳଦୀ ପତ୍ର ବି ଦିଆହେଇଛି, କାରଣ ଟିକେ ବାସିବା ପାଇଁ। କିନ୍ତୁ ହଳଦୀ ପତ୍ର ଆପଣ ସ୍କିପ୍ କରିପାରିବେ, ଏଇଟା ଜରୁରୀ ନୁହେଁ। କଦଳୀ ପତ୍ର ଦେଇଦେବେ ତଳେ, କାହିଁକିନା କଦଳୀ ପତ୍ର ଦେଲେ କ'ଣ ନା, ଟିକେ ପୋଡ଼ିବନି ତଳଟା, ସେଥିପାଇଁ କଦଳୀ ପତ୍ର ଦିଆଯାଏ। ତାପରେ କ'ଣ କରିବେ ନା, ସେ ଯେଉଁ ଆଣ ଥିବ ତାକୁ ଢାଳି ଦେବେ କଢ଼େଇରେ କଦଳୀପତ୍ର ଉପରେ। ତା ଉପରେ ବି କଦଳୀପତ୍ର ଦେଇଦେବେ। କଦଳୀପତ୍ର ଦେଲେ କ'ଣ କି, ଉପରଟା ବି ମାନେ ଭଲସେ ପୁରା ଢାଙ୍କି ହେଲେ
बहुत जल्दी सीझीज तल ऊपर पूरा भलसे कदली पत्र देदेवे ढांकी देवे एमती प्लीज आपण जदि ए वीडियो मोर नुआ देखुचंती ए चैनल को मोर सब्सक्राइब निश्चय करेंगे आउ ये भाया सुंदर सुंदर रेसिपी मुझे देखी ये देखो मो ताल पोड़ पिठा रेडी हो जाइए बहुत ही सुंदर कलर आस जाइए ऊपर भी टे पोड़ी पोड़ी माने माने पूरा तो पोड़ीनी लाल पड़ी बहुत ही टेस्ट लगे तो ये रेडी हो जाइए आमर ताल पोड़ पिठा सुंदर आउ टेस्टी।